ଆଜି ମୁଁ ଆପଣମାନଙ୍କୁ କିଛି କଥା କହିବାକୁ ଚାହୁଁଛି। ଏଇ ଯୋଉ ଗରିବ ହେଇକି ଆମେ ରହୁଛୁ ତାର କାରଣ କଣ? ଯେ ଯୋଉଟାକୁ ଆମକୁ ଭଲ ଲାଗେ ସେଇଟା ଆମେ କାମ କରୁଛୁ ବୋଲି ଆମେ ଗରିବ ହେଇକିନା ରହୁଛୁ। ମୁଁ ତ ବହୁତ ଲୋକମାନଙ୍କୁ ଦେଖିଛି ଖାଲି ରିଲ୍ ଇନଷ୍ଟାଗ୍ରାମରେ ଟାଇମ ପାସ୍ କରନ୍ତି, ସେମାନେ କାମ କରନ୍ତି ନାହିଁ। ଝିଅ ମାନଙ୍କ ପଛରେ ଖାଲି ଗୋଡାନ୍ତି, ସେମାନେ ଦିନ ସାରା ସେ ଝିଅ ମାନଙ୍କ ସହିତ କଥା ହୁଅନ୍ତି, ଆଉ କିଛି କାମ ନ କରି ଟାଇମ ପାସ୍ ସେଠି ଟାଇମ ପାସ୍ କରିଦିଅନ୍ତି। ଆଉ ସାଙ୍ଗ ସାଥି ମିଶିକିନା ମଦ ଖାଇବେ ଆଉ ହାଣ୍ଡିଆ ରଖି ଖାଇବେ, ସେଗୁଡାକୁ ଲୋକମାନଙ୍କୁ ବହୁତ ଭଲ ଲାଗେ। ହେଲେ ସେଠୁ ପଇସା କେତେ ଟଙ୍କା ଖର୍ଚ୍ଚ ହେଇଯାଉଛି ସେଗୁଡା ସେମାନଙ୍କୁ ଜଣା ପଡେନି, ଆଉ ସେମାନଙ୍କୁ ଖୁସି ଲାଗେ ସାଙ୍ଗ ସାଥି ମାନଙ୍କ ସହିତ। ବହୁତ ଭଲ ଲାଗେ ସେଇଟା ହିଁ ଲୋକମାନଙ୍କୁ ଗରିବ କରିଦିଏ। ଆଉ ଆମେ ଯଦି ଚାହିଁବା ଯୋଉଟା ଭଲ ଲାଗେ ସେଇଟାକୁ ଛାଡି ଦେଇକି ଆମକୁ ଯୋଉଟା କଷ୍ଟ ଲାଗେ ସେଗୁଡା ଯଦି ଆମେ କରିବା, ନିହାତି ନା ନିହାତି ଗୋଟେ ଦିନ ଆମେ ଧନୀ ହେଇଯିବା।